स्वागतम सुस्वागतम सर्वेभ्यः नमः। बंधुगण, आज आम फेब्रुआरी मास 2 तारिख सोमवार को नहीं एक आलोचना करिबा दैनिक राशिफल। दैनिक राशिफल रे आरंभ रे शुणिबा सूर्योदय 6:22 परे, सूर्यास्त 5:37 परे, अशुभ समय 7:46 रु 9:11 जाए। आज चंद्रमा अछंती अश्लेषा नक्षत्र रे कर्कट राशि रे, घात बार मिथुन राशि घात चंद्र कर्कट राशि पुरुष और मकर राशि पुरुषंकर। एथिपाई सतर्क रहिबे। घात चंद्र कर्कट राशि पुरुष और मकर राशि पुरुष, मिथुन राशि समस्ते टिके हुशियारी हो जाए कथा। कौन विधि विधान को कौन लंघन करी हब? तथापि बाहा को बता जानिले बात्या आसुची आमर चाल घर, आमे काले चाल उड़ी जीव तापरे बता बांधुने। रास्ता रे गोड़ी कंटा पड़ी बोली सीना आमे चपल बा जोता पिंधुचे, ता नहेले कौन चली हबनी? आगुर कौन या थिला? आ कौनती बाहा को बता। बस एबे आमे 12 राशि को नहीं आलोचना करिबा। फेब्रुआरी 2 तारिख सोमवार, चंद्र सह मंगलंकर घनिष्ठ संपर्क थिबारु मेष राशि पाई आसुथिबा बाधा विघ्न समस्या किछि कम हब। पूरा जीवनी किछि कम हब। गतकाली ठारू रविवार ठारू मेष राशि लोके विभिन्न जंजाल रे समस्या रे घांटी हो गले। देखिबा चंद्र सह मंगलंकर मित्रता थिबा हेतु आसीबाकु थिबा समस्त समस्यार सरल समाधान हेबो। होइथिबा शारीरिक जंत्रणा क्रमशः कमी कमी आसीबो। संध्या सुधा सामान्य शांति लागिबो। राति 11टा को पूर्ण आरोग्य हेबे। एणु देह ओ मन अशांत हेबो। हे मेष राशि जनता, केवल दुर्गा 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 ए 2टी अक्षर बारंबार उच्चारण करंतु उच्च कंठरे मंगल हेब। वृष राशि समस्त जनता आज अर्थागम पई चलचंचल हेबे। किमिति 2 पैसा हाथ को आसीबो, न आसिले चलिबा किमिति, एई चिंता रे एमाने आज चलचंचल हेबे। ए क्षेत्र रे भाई भौणींकर सहयोग रहिबो। आज राम को लक्ष्मण सहयोग कला भली, राम को हनुमान सहयोग कला परी भाई भाई को सहयोग करिवो। माने वृष राशि को तार भाई सहयोग करिवो, भौणी सहयोग करिवो। अर्थ विभिन्न रूप रे लब्ध हेबो। उपहार आसबारे, हाँ, देह ठीक रहिबो, मन आनंदित हेबो। समस्त प्रकार सान बड़ वृत्ति व्यवसाय सेवा चाकरी और व्यवसाय रु बढ़िया लाभ हेबो। समस्या किछि नाही। मिथुन राशि पाई आज पूरा कुआगला घात बार। हाँ, मिथुन राशिर लोके संयमता रक्षा करिबा उचित।
କାହାର କାନକୁଆ ଚିକଣିଆ କଥାରେ ଭୁଲି ଯାଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, ଅସୁବିଧାର ସମ୍ମୁଖୀନ ହେବେ। ନିଜ ବୁଦ୍ଧି ବିଦ୍ୟା ବିବେକକୁ ପଚାରି ସଂସାରରେ ଚଳନ୍ତୁ, ସାଂସାରିକ କର୍ମରେ ବ୍ୟାପୃତ ରୁହନ୍ତୁ ଓ ନିଜ ସଂସାରକୁ ଚଳାନ୍ତୁ। ଅନ୍ୟଥା ହାତରୁ ଚେଙ୍ଗ ମାସ ଖସିଗଲା ଭଳି ସଞ୍ଚିତ ଅର୍ଥ କେଉଁ ବାଟେ ଯେ ପଳେଇଯିବ ସେ କଥା ଆଦୌ ଅନୁଭବ କରିପାରିବେ ନାହିଁ। ପରେ ପଶ୍ଚାତାପ କରିବେ, ଆହା ବୃଥା ଖର୍ଚ୍ଚ ହେଇଗଲା। କାହା କଥାରେ ଭଳି ଯାଆନ୍ତୁନି। ସମସ୍ତେ କହିବେ ଧନ ପୁରୀ ଯା, କେହି ମୁଠାଏ ଚାଉଳ ତୋ କାନିରେ ବାନ୍ଧି ଦେବେନି କି 2 ଟଙ୍କା ତୋ ପ୍ୟାକେଟରେ ପକାଇ ଦେବେନି। ତୋତେ ହିଁ ଖର୍ଚ୍ଚ କରିବାକୁ ପଡ଼ିବ ଧନ। ଏଣୁ ପର ବୁଦ୍ଧି ପ୍ରଳୟଙ୍କାରୀ। ବୁଦ୍ଧି ସ୍ତ୍ରୀଲିଙ୍ଗ। କର୍କଟ ରାଶିର ବ୍ୟକ୍ତିଗଣ ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ। ବାରମ୍ବାର ଦର୍ପଣ ଦେଖିବେ। କର୍କଟ ରାଶିଙ୍କର ଗତକାଲିଠାରୁ ବୋଇଲେ ଶନିବାର ଠାରୁ, ଆମେ ସୋମବାର କହୁଛେ, ମୁଁ ଏବେ ଅଛି ରବିବାରରେ ଅଛି, ଆଲୋଚନା କରୁଛେ ସୋମବାର ବିଷୟରେ। ଏଣୁ କହିଲି ଗତକାଲି ଠାରୁ ସେ ଟିକେ ଅସୁସ୍ଥ ଥିଲେ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ। ହେଲେ ଆଜି କିନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ହଁ, ଦେହ ମୁଣ୍ଡ ଠିକ୍ ରହିଲେ ସିନା ସବୁ ଠିକ୍ ଠାକ୍। ଆୟ ରୋଜଗାର ନହେବ ନୁହଁ, ହବ। ଯେତିକି ଦରକାର ତାଠୁ ଟିକେ ଅଧିକ ହେବ। ବନ୍ଧୁ ପରିଜନ ଏମାନେ ମିଳାମିଶା କରିବେ, ସହଯୋଗ କରିବେ। ଖାଦ୍ୟ ପେୟ ଶୟନ ଭ୍ରମଣ ସବୁଥିରେ କିଛି ଖୁସି ହେବେ, କିଛି ଆନନ୍ଦ ପାଇବେ। କେଉଁଥିରୁ ସମସ୍ୟା କି ଦୁଃଖ ପାଇବେ ନାହିଁ। କର୍କଟ ରାଶିର ବ୍ୟକ୍ତିଗଣ ଆଗ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ। ରୁଚିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତି ନଜର ଦେବେ। କର୍ମ କ୍ଷେତ୍ରରୁ ସରସ ସୁନ୍ଦର ବ୍ୟବହାର ପାଇବେ ଓ କର୍ମ କ୍ଷେତ୍ରକୁ ସଜେଇବେ। ରୋଜଗାର ଭଲ ହେବ। ଆର୍ଥିକ ସମସ୍ୟା ନାହିଁ କହିଲେ ଚଳେ। କାହା ସହିତ ମନୋମାଳିନ୍ୟ ହେବ ନାହିଁ। ସମସ୍ତ ପ୍ରକାର ସୁଖ ଶାନ୍ତି ମିଳିବାର ଆଶା ଅଛି। ଆଜି କର୍କଟ ରାଶିର ପୁରୁଷଙ୍କର ପରା ଘାତଚନ୍ଦ୍ର। ଏଣୁ କର୍କଟ ରାଶିର ସମସ୍ତ ଜନତା ଟିକେ ସତର୍କ ପ୍ରହରୀ ହେଇଯାଆନ୍ତୁ ନିଜ ପାଇଁ। ଏବେ ସିଂହ କଥା ଆଲୋଚନା କରିବା। ଫେବୃଆରୀ 2 ତାରିଖ ସୋମବାର। ସିଂହ ରାଶି ପାଇଁ ସମୟ ବ୍ୟସ୍ତବହୁଳ, ବିବ୍ରତ, ମନ ଅସ୍ଥିର, ଚଳଚଞ୍ଚଳ ହେବ। ତେଣୁ ଟିକେ ହୁସିଆର। ବାଟ ଫୁଙ୍କି ଚାଲିଲେ ଭଲ, ନହେଲେ ଆଜି ଯେଉଁ ଧାଁ ଦୌଡ଼ କରୁଛ ମନକୁ କେଉଁଠି ପଡ଼ିଯିବ। ହଁ, ସିଂହ ରାଶି ପାଇଁ ସମୟ ବ୍ୟସ୍ତ ବିବ୍ରତ ହେବ। କାରକ ଦେହ ମୁଣ୍ଡ ଦରଜ ହେବ, ଶାନ୍ତି ବ୍ୟାହତ ହେବ, ବହୁ ବ୍ୟୟ ହେବ। ପ୍ରିୟ ଲୋକଙ୍କ ସହ ଯଥା ଆଦର ସମ୍ମାନ ମିଳିବନି। ତଥାପି କର୍ମ ଚଞ୍ଚଳ ରହି କ୍ଳାନ୍ତ ଅନୁଭବ କରିବେ। ଭାଗ୍ୟାଧିପ ମଙ୍ଗଳ ଷଷ୍ଠରେ ଥିବାରୁ କଷ୍ଟ କମ୍ ହେବ। ସିଂହ ରାଶିର ଭାଗ୍ୟାଧିପ ହେଲେ ମଙ୍ଗଳ। ସେ ବି ଅଛନ୍ତି ମକରରେ, ମାନେ ଷଷ୍ଠରେ। ତେଣୁ କଷ୍ଟ ଲାଘବ ହେବ। ସମସ୍ୟା ଗୁଡ଼ିକ ଆସିବ, ମୁହଁ ଦେଖେଇବ, ତା ବାଟରେ ସେ ପଳେଇଯିବ। କାରଣ ଠେଙ୍ଗା ଧରି ମଙ୍ଗଳ ଜଗିଛନ୍ତି ଭାଗ୍ୟକୁ। କନ୍ୟା କଥା ସୋମବାର। କନ୍ୟା କଥା କ'ଣ ଅଛି? କନ୍ୟା ରାଶିର ଜନଗଣ ବନ୍ଧୁ ସାହାଯ୍ୟ ପାଇବେ। ସେମାନେ ଆଜି ବନ୍ଧୁ ସାହାଯ୍ୟ ପାଇବେ। ବନ୍ଧୁ ସହଯୋଗ ପାଇ ଖୁସି ହେବେ।
ପରିବାରର ସଦସ୍ୟ ମୁହଁରେ ସେ ଆଜି ହସ ଦେଖି ନିଜେ ହସିବେ। ମାନେ ତାଙ୍କର ଚରିତ୍ର ଚଳଣି କାରବାର ହାବଭାବ ସବୁ ମଧୁର ଲାଗିବ ପରିବାର ସଦସ୍ୟଙ୍କୁ। ସମ୍ମାନ ଆଦର ପାଇବା ପାଇଁ ସୁଯୋଗ ଆସିବ। ଆର୍ଥିକ ସୁଖ ଉପଲବ୍ଧ ହେବ। ସମସ୍ତ ବୃତ୍ତିଧାରୀ ଆଜି ମନ ଲାଖି ଧନ ପାଇବେ। ଚାକିରିଆମାନଙ୍କ ପାଇଁ କିଛି ଶୁଭ ସମ୍ବାଦ ମିଳିବ। ଦେହ ସୁସ୍ଥ ରହିବ। ଏ ଯେଉଁ ଧନ ପାଇବେନି, ଘରେ ବସିକିରି ନୁହଁ, ଖଟିଲେ ଖାଇବେ। ଯିଏ ଯେତିକି ମୂଳଧନ ଖଟେଇଛି, ନିଜ ବିଦ୍ୟା ବୁଦ୍ଧି ବିବେକର ବିନିଯୋଗ କରୁଛି, ସେଇ କର୍ମଠମାନଙ୍କୁ ଆଜି ବଢ଼ିଆ ଧନ ମିଳିବ। ଅନ୍ୟମାନଙ୍କ ହାତ ଖାଲି ହେବନି, ଏକଥା ମୁଁ କହୁନି। ହାତକୁ ଧନ ଆସିବ, ହେଲେ କର୍ମ ଅନୁଯାୟୀ ଫଳ। କର୍ମଣ୍ୟେବାଧିକାରସ୍ତେ। ଗୀତାବାଣୀ ମନେ ଅଛି ତ? ତୁଳା ରାଶିର ଜନତା ଆଜି କର୍ମ ଚଞ୍ଚଳ ରହିବେ। ଆୟ ବ୍ୟୟର ହିସାବ ନିକାଶ କରିବେ। ସେଦିନ ସେ ଟ୍ରକ୍ ପାଇଁ ଖର୍ଚ୍ଚ ହେଇଥିଲା 2,80,585 ଟଙ୍କା 53 ପଇସା। ଆଜି ଭିତରେ କେତେ ଇନକମ୍ ହେଲାଣି, କେତେ ଲସ୍ ହେଲାଣି, ଟାୟାର କେଇଟା କିଣା ହେଲାଣି, ଏମିତି କିଛି ହିସାବ ନିକାଶ କରିବେ। କର୍ମଠ ମାନେ କର୍ମ କ୍ଷେତ୍ରର ବିକାଶ କରିବେ, ଆଉ କର୍ମ କ୍ଷେତ୍ରରୁ ଭଲ ରୋଜଗାର କରିବେ। ଦେହ ମୁଣ୍ଡ ଠିକ୍ ରହିବ। ଧାର୍ମିକ ତଥା କର୍ମଠ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହେବାର ସୁଯୋଗ ଆସିବ। ଟିକେ ଧର୍ମ କରନ୍ତୁ ନା। ଧର୍ମ କ'ଣ? ପରୋପକାର, ସେବା, ଦୟା, ଦାନ ଇତ୍ୟାଦି। ସତ୍ୟ କହୁନାହାନ୍ତି, କାହାକୁ କିଛି ନ ଦିଅନ୍ତୁ, ସତ୍ୟ କୁହନ୍ତୁ। ଚେଷ୍ଟା କରନ୍ତୁ ମିଛ ନ କହିବା ପାଇଁ। ଟିକେ ହୁସିଆରରେ ଚଳିବେ। ଆଘାତ ଲାଗିଯାଇପାରେ। ହିସାବ ନିକାଶରେ ମନ ରହିଗଲା ନା, ମନ ବା ସିଆଡ଼େ ରହିଲା। ଇଆଡ଼େ କେଉଁଠି ବାଡ଼େଇ ପିଟି ହେଇଯିବେନି, କେଉଁଠି ଆଘାତ ଲାଗିଯାଇପାରେ। ଯିବା, ଆସନ୍ତୁ କନ୍ୟା ବିଚାର। ବିଛା ରାଶିର ଲୋକଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଦିନ। ଆଜି ସୋମବାର, ଫେବୃଆରୀ 2 ତାରିଖ। ବିଛା ରାଶିର ଲୋକଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଦିନ। ଯାତ୍ରା କାଳରେ ସମସ୍ୟା ହୋଇପାରେ। ଇଟ୍ ମେ ବି ଆକ୍ସିଡେଣ୍ଟ, ବି କେୟାରଫୁଲ୍। ଧକ୍କା ହେଇପାରେ। ପୁଣ୍ୟ ଥିଲେ ସେ ଧକ୍କାଟା ଛୋଟିଆ ହେବ। ଝୁଣ୍ଟି ପାରନ୍ତି, ଆଙ୍ଗୁଠି ନଖ ଟିକେ ଛିଣ୍ଡି ଯାଇପାରେ। ହଁ, ବା ନିଜ ଘରେ ବୁଲାବୁଲି ବେଳେ ମୁଣ୍ଡ କେଉଁଠି ବାଡ଼େଇ ହେଇଯିବ, କି ଉପରୁ କ'ଣଟା ପଡ଼ିଯିବ, ପିଠି ଉପରେ, କାନ୍ଧ ଉପରେ, ହାତ ଉପରେ, ଗୋଡ଼ ଉପରେ ଧକ୍କା, ଆକ୍ସିଡେଣ୍ଟ। ଝୁଣ୍ଟି ପଡ଼ିପାରନ୍ତି। ବେଶୀ ଶୁଣନ୍ତୁ, କମ୍ କହନ୍ତୁ। ଗୋଟାଏ ପାଟି ବା ଦୁଇଟା କାନ। ଆଜି ସତର୍କ। ବହୁତ ଶୁଣନ୍ତୁ, ନ କହିଲେ ଭଲ। ଯଦି ଅତି ଜରୁରୀ ପଦେ କହନ୍ତୁ, ନହେଲେ ଚୁପ୍ ରୁହନ୍ତୁ। ଆତ୍ମସମ୍ମାନ ଜଗି କାହା ପାଖରେ ହାତ ପତାନ୍ତୁନି। ଦେ ନାଇଁ 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 ନାଇଁ, ହାତ ପତାନ୍ତୁନି। ନିଜେ ଜ୍ଞାନୀ ବୋଲି ଦେଖେଇ ହୁଅନ୍ତୁନି। କାହାକୁ ପରାମର୍ଶ ଦିଅନ୍ତୁନି। ଏହା ବୁମେରାଙ୍ଗ ହେଇଯିବ। ବୁମେରାଙ୍ଗ ବିଷୟରେ କହିଥିଲି ଅତରେ ବହୁତ ଥର। ତେଣୁ କର୍ମ ବ୍ୟସ୍ତତା ଭିତରେ ଆଜି ସମସ୍ୟା ଆସିବ। ତେଣୁ ଚେଷ୍ଟା କରନ୍ତୁ ଖର୍ଚ୍ଚ କମ୍ କରିବା ପାଇଁ। ତା ନହେଲେ କିଏ କେଉଁ ବାଟେ ଦୁଇ ନେଇ ପଳେଇବେ, ସେ କଥା ଜମା ବର୍ତ୍ତମାନ ମନକୁ ଆସିବନି, ପରେ ପସ୍ତେଇବେ। ହଁ, ଏବେ ଧନୁ ରାଶିର ଖବର କ'ଣ? ଧନୁ ରାଶି ଲାଗି ଦିନଟି ଦୁଃଖପ୍ରଦ ହେବ।
ଚାଲି ବୋଲି ଠାଣି ମାଣି କାହାଣୀ ଚାହାଣୀରେ ଦୁଃଖ ଲାଖି ରହିବ। ସମସ୍ୟା ଘେରରେ ପଡ଼ିଯିବେ। ବୁଢ଼ିଆଣୀ ଜାଲରେ ମାଛି ପଡ଼ି ଛଟପଟ ହେଲା ଭଳି ଆଜି ଧନୁ ରାଶି ପାଇଁ ସମସ୍ୟା ପରେ ସମସ୍ୟା ଆସିବ। ବନ୍ଧୁ ହାନି ଭୟ ଅଛି। ସ୍ୱାସ୍ଥ୍ୟ ହାନି ହୋଇପାରେ। ଦେହ ମୁଣ୍ଡ ବିନ୍ଧା ଦରଜ ହୋଇ ଦୁଃଖ ଦେବ। ଭଲ ଲାଗିବନି। ବୃହସ୍ପତି ସପ୍ତମସ୍ଥ ହେତୁ ସବୁ ସଙ୍କଟ ଲାଘବ ହୋଇଯିବ। ବଡ଼ ବଡ଼ ପାହାଡ଼ ଉଡ଼ି ଆସି ଦେହରେ ବାଡ଼େଇ ହେବେ। ଏକଥା ଆଖି ଦେଖିବ। କିନ୍ତୁ ପାହାଡ଼ ଆସିବା ପୂର୍ବରୁ ବୃହସ୍ପତି ବଜ୍ର ପକାଇ ସେ ପାହାଡ଼କୁ ଗୁଣ୍ଡ ଗୁଣ୍ଡ କରିଦେବେ। କହିବାର ତାତ୍ପର୍ଯ୍ୟ ବହୁତ ବଡ଼ ବଡ଼ ବିପଦ ଆସିବ। ତାହା ବିଶେଷ କ୍ଷତି କରିବନି, କିନ୍ତୁ କ୍ଷତି କିଛି ହେବ। ସାମାନ୍ୟ କ୍ଷତି ବି ହେବ। ମକର ରାଶି। ମକର ରାଶିର ବା କହିଲି ମକର ରାଶି ପୁରୁଷଙ୍କର ଆଜି ଘାତ ଚନ୍ଦ୍ର। ଘାତ ଚନ୍ଦ୍ର ମାନେ ମନ ଟିକେ ଟିକେ ଅଡ଼ୁଆ ସୂତାକୁ ଖୋଲିବାକୁ ଯାଇ ଘାଣ୍ଟି ଚକଟି ହେଇଯିବ। ଅଡ଼ୁଆ ସୂତାରୁ ଖିଅଟେ ପାଇଲେ ତାକୁ ନ କହିବ ସଳଖ। ଏଇଭଳି ଏକ ସମସ୍ୟା ଆଜି ଗ୍ରାସ କରିବ ମକର ରାଶି ପୁରୁଷମାନଙ୍କୁ। ଦେଖିବା କ'ଣ ଅଛି ମକର ରାଶି ଜନତାଙ୍କ ପାଇଁ। ପିତୃକଷ୍ଟ ଅଛି। ମକର ରାଶିର ଲୋକେ ଆଜି ଶୁଣିବେ ବା ଦେଖିବେ ବା ଉଭୟ ଦେଖିବେ ଶୁଣିବେ ପିତୃକଷ୍ଟ। ଏ ଦୁର୍ଯୋଗରେ ସେ ଟିକେ ଦୁଃଖିତ ହେବେ। ଅର୍ଥ କଷ୍ଟ ନାହିଁ। ବନ୍ଧୁ ସହଯୋଗ ମିଳିବ। ଦେହ ସୁସ୍ଥ ରହିବ। ଭୋଜନ ଶୟନ ଭ୍ରମଣ ଦେବଦର୍ଶନ ଆଦି ଯାହା ଇଚ୍ଛା କରିବେ ତାହା ଈଶ୍ୱର ଅବଶ୍ୟ ପୂରଣ କରିବେ। ଦିନଟି ଭଲ। ଖାଲି ଗୋଟିଏ ଦୁଃଖ, ବାପାଙ୍କର ଦେହ ଟିକେ ଖରାପ ହେବ। ଆଉ ସେ ଖବର କାନରେ ବାଜିବ, ଆଖି ବି ଦେଖିବ। କୁମ୍ଭ ରାଶି ଲାଗି ଦିନଟି ଶାନ୍ତିପ୍ରଦ ନୁହେଁ। ତାହେଲେ ଅଶାନ୍ତ ବାତାବରଣ ଆଜି ଆସିବ। ଦେହ ମନକୁ ବିଚଳିତ କରିବ। ଦେହ ଅଶାନ୍ତ ବୋଧ ହେବ। ଖାଦ୍ୟ ପେୟ ରୁଚିକର ଲାଗିବ, ହେଲେ ବିରକ୍ତ ହେବେ। ଲୁଣିଆ ଅଲଣା ରାଗ ପିତା କଷା ବଢ଼ିଗଲା, ଖାଇ ହେଉନି। ତେଣୁ ରୁଚିକର ହେବନି। ସାମାନ୍ୟ ନିନ୍ଦା ମିଳିପାରେ, ମାତ୍ର ଧନାଗମ ହେବ। ସମସ୍ତ ବୃତ୍ତିଧାରୀ ଭଲ ଆୟ ଅମଳ କରିବେ। ମନ ଭଲ ଲାଗିବନି। ହେଲେ ମୀନ କଥା କ'ଣ? ମୀନ ରାଶି କଥା ଶୁଣିବାନି। ମୀନ ରାଶିର ଲୋକେ ଆଜି ଅର୍ଥ ବ୍ୟୟରେ ନାନାବିଧ ସୁଖ କିଣିବେ। ସେ ଆଜି କିଣିବେ, ଖାଲି ସୁଖ କିଣିବେ। ଖର୍ଚ୍ଚ ହେବ ପଇସା ସୁଖ ପାଇଁ। ଏତେ ମନମତାଣୁଆ ହେବେ ଯେ ଭୁଲିଯିବେ ମୋ ପକେଟରେ ପଇସା ଅଛି କି ନାହିଁ, ପଇସା କେଉଁଠୁ ଆସିବ। ବିଭିନ୍ନ ମହଲରୁ ମିଳିପାରେ ଏଇ ଆଶାରେ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଚାଲିବେ। ସୁଖ କିଣିବେ। ସୁଖ ଅତୀତକୁ ଆଦୌ ବିଚାର କରିବେନି। ଭବିଷ୍ୟତ ପାଇଁ ଚିନ୍ତା ନାହିଁ। ବର୍ତ୍ତମାନ ସର୍ବସ୍ୱ ହେଇଯିବେ। ଆଜି ଫେବୃଆରୀ 2 ତାରିଖ ସୋମବାର। ମୀନ ରାଶି ମାନେ ମୀନ ରାଶିର ଲୋକେ ଅର୍ଥ ବ୍ୟୟରେ ନାନାବିଧ ସୁଖ କିଣିବେ। ଜୀବନ ଓ ମନ ଖୋଜୁଥିବା ସୁଖ ପାଇଁ ଏମାନେ ବହୁ ବ୍ୟୟ କରିବେ। କିନ୍ତୁ ଯେଉଁମାନେ କର୍ମଠ, ସେମାନେ ଶାନ୍ତ ସୁସ୍ଥ ଜୀବନ ଯାପନ ପାଇଁ ଚେଷ୍ଟା କରିବେ। ସବୁ ରାଶିରେ କିଛି ଅଳସୁଆ ଅଛନ୍ତି ନା, ଠକ ଅଛନ୍ତି, ଚୋର ଅଛନ୍ତି, ଡକାୟତ ଅଛନ୍ତି, ମିଛୁଆ ଅଛନ୍ତି ସବୁ ରାଶିରେ। ଆଉ କିଛି ଭଦ୍ର କର୍ମଠ ନ୍ୟାୟନିଷ୍ଠ ଲକ୍ଷ୍ମୀମାନ
ଶ୍ରୀମାନ ବୁଦ୍ଧିମାନ ବିବେକୀ ଲୋକ ବି ଅଛନ୍ତି ସବୁ ରାଶିରେ। ଏଣୁ ଏଇ ରାଶିରେ ଯେଉଁମାନେ କର୍ମଠ ଶ୍ରୀମାନ ବିଚାରବନ୍ତ ନ୍ୟାୟଶୀଳ ପରୋପକାରୀ ସେଇ ମୀନ ରାଶିଆଙ୍କୁ ଆଜି ଲକ୍ଷ୍ମୀ ଲାଭ ହେବେ। ସେଇମାନେ ଆଜି ଭଲ ରୋଜଗାର କରିବେ। ସେମାନେ ବୃଥା ବ୍ୟୟ କରିବେନି, ସଞ୍ଚିତ ଅର୍ଥର ଗଣ୍ଠି ଖୋଲିବେନି କି କାହାକୁ ଆଠଣାଏ ଦେବେନି, ଉଚିତ ପଥରେ ସେ ଖର୍ଚ୍ଚ କରିବେ। ଆଉ ଯେଉଁମାନେ ମୋ ଭଳିଆ ମୂର୍ଖ ପର କଥାରେ ନାଚନ୍ତି, ହସନ୍ତି, କାନ୍ଦନ୍ତି, ସେଇମାନେ ଆଜି ହଇରାଣ ହେବେ। ସଞ୍ଚିତ ଅର୍ଥକୁ ନେଇ ସୁଖ କିଣିବେ। କିଣ, କିଏ ମନା କରୁଛି? ରହିଲି ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି କାଲି ଦୁଃଖ ସୁଖ ହବା ନା କ'ଣ କହୁଛନ୍ତି? ରହିଲି, ନମସ୍କାର।